ବାପା ଯିଏ କେବେ ନିଜ କାହାଣୀ କୁହନ୍ତି ନାହିଁ, କାରଣ ତାଙ୍କ କାହାଣୀର ପ୍ରତ୍ୟେକ ପୃଷ୍ଠାରେ ଦୁଃଖ ଲେଖା ହୋଇଛି। ସକାଳୁ ଘର ଛାଡ଼ି ବାହାରୁଥିବା ସେ ମଣିଷଟି କେତେ କ୍ଳାନ୍ତ ଆମେ କେବେ ହେଲେ ପଚାରି ନଥାଉ, କିନ୍ତୁ ଆମର କ'ଣ ଦରକାର ସେଇଟା ନିଶ୍ଚୟ କହିଥାଉ। ଆଉ ଆମ ଦରକାରୀ ଜିନିଷ ଆଣିବା ପାଇଁ ସେ ସବୁକିଛି ଭୁଲି ଯାଆନ୍ତି। ବର୍ଷା, ଖରା କିମ୍ବା ଶୀତ ହେଉ, ବାପାଙ୍କୁ କିଛି ମଧ୍ୟ ରୋକିପାରେ ନାହିଁ, କାରଣ ତାଙ୍କ ପାଇଁ ବଡ଼ ଥିଲା ଆମ ସ୍ୱପ୍ନ। ଜୋତା, ବହି, ଡ୍ରେସ୍, ମୋର ଦରକାରୀ ପ୍ରତ୍ୟେକ ଜିନିଷ ଆଣି ଦେବା ପରେ ମୋର ଖୁସି ଦେଖି ସେ ଖୁସି ହୋଇଯାଆନ୍ତି। ମୁଁ ଭୁଲ କଲେ ସମସ୍ତେ ମୋତେ ଦୋଷ ଦେଉଥିବା ବେଳେ ବାପା ନିଜେ ମୋତେ ସମର୍ଥନ କରନ୍ତି। ବାପା ଯିଏ ଆମ ଜୀବନର ସବୁଠୁ ବଡ଼ ଯୋଦ୍ଧା, ଯିଏ ଆମକୁ ଅନେକ ଯୁଦ୍ଧ ଜିତେଇଛନ୍ତି। ତେଣୁ ସମୟ ଆସିଯାଇଛି ତାଙ୍କ ହାତ ଧରି କହିବାର, ବାପା ଏବେ ଆପଣ ଆରାମ କରନ୍ତୁ, ଏଥର ମୁଁ ଅଛି। ଭଗବାନ ଶ୍ରୀକୃଷ୍ଣ ବହୁତ କିଛି ହରାଇଲେ। ପ୍ରଥମେ ସେ ତାଙ୍କ ମାଆଙ୍କୁ ହରାଇଲେ, ତାପରେ ତାଙ୍କ ପିତାଙ୍କୁ ହରାଇଲେ, ତାପରେ ସେ ନନ୍ଦ ଏବଂ ଯଶୋଦାଙ୍କୁ ହରାଇଲେ। ସେ ତାଙ୍କ ବନ୍ଧୁମାନଙ୍କୁ ହରାଇଲେ, ରାଧାଙ୍କୁ ମଧ୍ୟ। ସେ ଗୋକୁଳ ଛାଡ଼ିଲେ, ତାପରେ ମଥୁରା। ଶ୍ରୀକୃଷ୍ଣ ତାଙ୍କ ଜୀବନ ସାରା କିଛି ନା କିଛି ହରାଉଥିଲେ। ସେ ଯାହା ହରାଇ ନଥିଲେ ତାହା ହେଉଛି ଦିବ୍ୟତା, ହସ ଏବଂ ସକାରାତ୍ମକତା। ଭଗବାନ ଶ୍ରୀକୃଷ୍ଣ ଦୁଃଖର ପ୍ରତୀକ ନୁହନ୍ତି, ବରଂ ଉତ୍ସବର ପ୍ରତୀକ। ସବୁକିଛି ହରାଇବା ପରେ ମଧ୍ୟ କିପରି ଖୁସି ରହିବେ ତାହା ଶ୍ରୀକୃଷ୍ଣଙ୍କ ଠାରୁ ଭଲ ଆଉ କେହି ଶିଖାଇ ପାରିବେ ନାହିଁ। ତେଣୁ ସର୍ବଦା ଖୁସି ରୁହନ୍ତୁ ଏବଂ ସର୍ବଦା ହସନ୍ତୁ। କ'ଣ ସାଙ୍ଗମାନେ, ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ମା 9 ମାସେ ଗର୍ଭ ଯନ୍ତ୍ରଣା ପାଇଥାଏ, କିନ୍ତୁ ବାପା 9 ମାସ ପର୍ଯ୍ୟନ୍ତ ଚିନ୍ତାରେ ରହିଥାନ୍ତି। ମା ଆଖିର ଲୁହ ସମସ୍ତେ ଦେଖନ୍ତି, କିନ୍ତୁ ବାପାଙ୍କ କୋହ କେହି ଦେଖିପାରନ୍ତି ନାହିଁ। ମା ସିନା ଦେହରେ କଷ୍ଟ ପାଏ, କିନ୍ତୁ ବାପା ଅନ୍ତରରୁ କଷ୍ଟ ପାଇଥାନ୍ତି। ମା ସିନା ଘରେ ରୁହେ, କିନ୍ତୁ ବାପା କର୍ମକ୍ଷେତ୍ରରେ ଥାଇ ମଧ୍ୟ ପ୍ରତି ମୁହୂର୍ତ୍ତରେ ତାଙ୍କ ପିଲାଙ୍କ କଥା ଚିନ୍ତା କରୁଥାନ୍ତି। ପିଲା ବଡ଼ ହେଲା ପରେ ସେ ବାପାଟି ନିଜେ ଭଲରେ ନ ଖାଇ ତାଙ୍କର ପିଲାକୁ ଭଲରେ ଖାଇବାକୁ ଦେଇଥାନ୍ତି। ପିଲାଟି ଆଉ ଟିକିଏ ବଡ଼ ହୋଇଗଲେ ସେ କେଉଁଠି ପାଠ ପଢ଼ିବ, କେଉଁ ସ୍କୁଲକୁ ଯିବ ଅବା କେଉଁ କଲେଜକୁ ଯିବ, ସେ କଥା ବାପା ଚିନ୍ତା କରିଥାନ୍ତି। ଆଉ ପିଲାର କେଉଁଠି ଯଦି ଟିକିଏ ଅସୁବିଧା ହୋଇଗଲା ତାହେଲେ ବାପା ଆସି ଆଗରେ ଛିଡ଼ା ହୋଇପଡ଼ନ୍ତି। କିନ୍ତୁ ସାଙ୍ଗମାନେ, ପିଲାମାନେ ବଡ଼ ହୋଇଗଲା ପରେ ନିଜ ବାପା ମାଆଙ୍କୁ ହତାଦର କରନ୍ତି। ବାପା ମାଆଙ୍କର ତ୍ୟାଗ ଆଉ ଭଲ ପାଇବାକୁ ଭୁଲି କେବଳ ନିଜର ସ୍ୱାର୍ଥ ପାଇଁ ନିଜର ଖୁସିକୁ ଅଗ୍ରାଧିକାର ଦିଅନ୍ତି। ଅବଶ୍ୟ ସବୁ ପିଲାମାନେ ସମାନ ନୁହନ୍ତି ଆଜ୍ଞା। କ'ଣ ଠିକ୍ ତ? କମେଣ୍ଟରେ ଆପଣଙ୍କର ଉତ୍ତର ଲେଖିବା ପାଇଁ ଅନୁରୋଧ। ଆଉ ଯଦି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ ତାହେଲେ ନିଶ୍ଚୟ ଗୋଟିଏ ସେୟାର କରିବେ।